ଆରେ ଆସିଗଲ ତମେ। ଆସ 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 ଆସ। ଆରେ ତମର ଆଜି ଏରା ଦରମା ପାଇବାର ଥିଲା, ଦରମା ପାଇଗଲ? ଆରେ ନାଇଁ, ଆଜି ବି ସାଲେରୀ ମିଳିଲାନି। ଆରେ ସାଲେରୀ ମିଳିଲାକୁ ନା ଆହୁରି 5 ଦିନ ଲାଗିଯିବ। ଆରେ ଆଜି ପୁରା ଝିଅର ସ୍କୁଲରେ ଆଡମିସନ କରିବାକୁ ଲାଷ୍ଟ ଡେଟ୍ ଥିଲା, ତାହେଲେ କଣ କରିବା କହିଲ? ଆରେ ମୁଁ ଜାଣିଛି ଆଜି ଝିଅର ଲାଷ୍ଟ ଡେଟ୍ ଥିଲା ଆଡମିସନ କରିବା ପାଇଁ। କଣ କରିବି? ଦରମା ତ ମିଳିଲାନି। ହଉ, ତମେ ଜମା ବ୍ୟସ୍ତ ହନି। ମୁଁ କୁଆଡେ କଣ ଦେଖୁଛି। ଆରେ ତମ ସାଙ୍ଗମାନଙ୍କୁ ପଚାରିକି ଟିକେ ଦେଖୁନ, କାଳେ କୁଆଡେ ଯୋଗାଡ ହେଇଯିବ। ହଉ, ଠିକ ଅଛି, ମୁଁ ଦେଖୁଛି। ହ୍ୟାଲୋ। ହଁ ସାଙ୍ଗ। କଣ କରୁଥିଲୁ? ନାଇଁ, ମୋର ଗୋଟେ ଅର୍ଜେଣ୍ଟ ଦରକାର ଥିଲା ତ, ସେଇଥିପାଇଁ ତତେ କଲ୍ କଲି। ଆରେ କଥା କଣ କି, ଝିଅର ଆଜି ଲାଷ୍ଟ ଡେଟ୍ ଅଛି ଆଡମିସନ କରିବା ପାଇଁ। ଆଉ ଦରମା ଆଜି ହବାର ଥିଲା, ଆଜି ହେଲାନି। 5 ଦିନ ଲେଟ୍ ହବ। ତୁ ଗୋଟେ କାମ କରୁନୁ, 10,000 ସାହାଯ୍ୟ କରିଥା। ମୁଁ ଦରମା ପାଇଲା ମାନେ ମୁଁ ତ ସାଙ୍ଗେ ସାଙ୍ଗେ ତତେ ଦେଇଦେବି। କଣ କହିଲୁ? ହେଇପାରିବନି? ହଉ, ଠିକ ଅଛି। ହଁ ହ୍ୟାଲୋ, ପୂଜା। କଣ କହୁଥିଲି କି, ତୁ ମତେ 10,000 ଟଙ୍କା ଟିକେ ସାହାଯ୍ୟ କରିପାରିବୁ? କଣ କହିଲୁ? ତୋ ପାଖେ ନାହିଁ? ଓ ହଉ ତାହେଲେ। ଆରେ ସାଙ୍ଗ, ତୋ ପାଖରେ 10,000 ହେଇପାରିବ କି? ଆରେ ଗୀତା, ତମେ ପରା କାହାକୁ ମାଗୁଥିଲ? ଆରେ କଣ ହେଲା? ଆରେ ମୁଁ ସମସ୍ତିକି ଫୋନ କରିକି ପଚାରିଲି, ମୋର ଯାହା ଉପରେ ଅଧିକ ବିଶ୍ୱାସ ଥିଲା ସିଏ ବି ମନା କରିଦେଲା। ହଉ, ଠିକ ଅଛି। ଆରେ ଗୀତା, ଆରେ ସ୍କୁଲ ସାର୍ କଣ ଫୋନ କରୁଛନ୍ତି? ରହ ମୁଁ କଥା ହଉଛି। ସାର୍ ନମସ୍କାର ସାର୍। ହଁ ସାର୍। ସାର୍ ମୁଁ ଜାଣିଛି ଆଜି ଝିଅର ଲାଷ୍ଟ ଡେଟ୍ ହଉଛି ଆଡମିସନ। ସାର୍ କଥା କଣ କି, ଆଜି ଦରମା ମିଳିବାର ଥିଲା, କିନ୍ତୁ 5 ଦିନ ଲେଟ୍ ହେଇଗଲା ଦରମା ମିଳିବା ପାଇଁ। ତେଣୁ ପଇସା ପତ୍ର ଅଭାବ ଯୋଗୁଁ ମୁଁ ସାର୍ ଆଡମିସନ କରିବାକୁ ଯାଇପାରିଲିନି। ସାର୍, ଆପଣ ଗୋଟେ କାମ କରିପାରିବେ ସାର୍, ହେଇପାରିବ। ସାର୍ ଆପଣ ଝିଅର ଆଡମିସନ କରିଦିଅନ୍ତୁ। ମୁଁ 5 ଦିନ ପରେ ଦରମା ପାଇଲା ପରେ ମୁଁ ଆପଣଙ୍କୁ ଦେଇଦେବି। ସାର୍ କଣ କହିଲେ ସାର୍? ଆପଣ କରିଦେବେ? ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ। ସାର୍ ମୁଁ ଦରମା ପାଇଲା ମାନେ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଦେଇଦେବି। ଆଜ୍ଞା, ଆଜ୍ଞା, ଆଜ୍ଞା। ହଉ ଆଜ୍ଞା, ରହିଲି ସାର୍, ନମସ୍କାର। ଆରେ ଗୀତା, ସାର୍ ନା ହଁ କରିଦେଲେ। ସାର୍ ମୁଁ କହିଲେ ଜାଣିଛ, ଠିକ ଅଛି ତମେ ବ୍ୟସ୍ତ ହବା ଦରକାର ନାହିଁ। ମୁଁ ଝିଅର ଆଜି ଆଡମିସନ କରିଦଉଛି। ଆଉ ତମେ ଦରମା ପାଇଲା ପରେ ମତେ ଆଣିକି ଦେଇଦବ। ହଉ, ତମେ ବାହାରିଲ ବାହାରିଲ, ଆମେ ଯାଇକି ଝିଅ ଯାଇକି ଆଡମିସନ କରିକି ଆସିବା। ବାର ବାର। ଜାଣିଛ, ଆଜି ଆମେ ଗୋଟେ କଥା ଶିଖିବାକୁ ପାଇଲି। ଆଜି ଯେବେ ତମ ପାଖରେ ପଇସା ଅଛି, ଯେବେ ତମର ଭଲ ସମୟ ଚାଲିଛି, ତାହେଲେ ସବୁ ଲୋକମାନେ ତମ ପାଖକୁ ଆସିବେ ଆଉ ତମ ଭଲ ମନ୍ଦ କଥା ପଚାରି ବୁଝିବେ। ଆଜି ଯେବେ ତମ ପାଖେ ପଇସା ନାହିଁ କି ତମର ଖରାପ ସମୟ ଚାଲିଛି, ସେଇ ଲୋକ ନା ତମକୁ ମୁହଁ ବୁଲେଇ ଚାଲିଯିବେ। ତମେ ଠିକ କଥା କହିଛ ଗୀତା। ଯଦି ମଣିଷର ଭଲ ସମୟ ଥିବ ନା, ତ ଏଇ ଦୁନିଆରେ ସବୁ ଲୋକ ତମର ନିଜର ହେଇଯିବେ। ଆଉ ତମର ଯେତେବେଳେ ଖରାପ ସମୟ ଚାଲିଥିବ, ଏ ଦୁନିଆରେ ସବୁ ଲୋକ ନା ତମଠୁ ସମସ୍ତେ ପର ହେଇଯିବେ। କାରଣ ଏଇଟା ସ୍ୱାର୍ଥପର ଦୁନିଆ। ସ୍ୱାର୍ଥ ଥିଲା ଯାକ ସମସ୍ତେ ନିଜର, ଆଉ ସ୍ୱାର୍ଥ ସରିଗଲା ପରେ କେହି ନୁହଁ କାହାର।